ଓଂ ପ୍ରକୃତିଂ ପୁରୁଷଂଶ୍ଚୈବ ବିନ୍ଧ୍ୟନାଦି ଉଭାବପି ବିକାରାଶ୍ଚ ଗୁଣଶ୍ଚୈବ ବିद्धି ପ୍ରକୃତି ସମ୍ଭବାନ୍। ପ୍ରକୃତି ଏବଂ ପୁରୁଷ ଏହି ଉଭୟକୁ ଅନାଦି ବୋଲି ଜାଣ ଏବଂ ରାଗ ଦୋଷାଦି ବିକାର ଗୁଡ଼ିକୁ ତଥା ତ୍ରିଗୁଣାତ୍ମକ ସମସ୍ତ ପଦାର୍ଥକୁ ବି ପ୍ରକୃତିରୁ ହିଁ ଉତ୍ପନ୍ନ ବୋଲି ଜାଣ। ଏହି ଶ୍ଲୋକରେ ପ୍ରକୃତି ଶବ୍ଦଟି କାହାର ବାଚକ ଏବଂ ସପ୍ତମ ଅଧ୍ୟାୟର ଚତୁର୍ଥ ଓ ପଞ୍ଚମ ଶ୍ଲୋକରେ ଯାହାକୁ ଅପରା ପ୍ରକୃତି ନାମରେ ବର୍ଣ୍ଣନା କରାଯାଇଛି ଏବଂ ଏହି ଅଧ୍ୟାୟରେ ପଞ୍ଚମ ଶ୍ଲୋକରେ ଯାହାକୁ କ୍ଷେତ୍ରର ସ୍ୱରୂପ ବୋଲି କୁହାଯାଇଛି, ସେହି ଦୁଇଟି ମଧ୍ୟରେ ଓ ଏହି ଶ୍ଲୋକର ପ୍ରକୃତି ମଧ୍ୟରେ ପ୍ରଭେଦ କ'ଣ? ଏଠାରେ ପ୍ରକୃତି ଶବ୍ଦଟି ଈଶ୍ୱରଙ୍କ ଅନାଦି ସିଦ୍ଧ ମୂଳ ପ୍ରକୃତିର ବାଚକ। 14 ଅଧ୍ୟାୟରେ ଏହାକୁ ହିଁ ମହଦ୍ ବ୍ରହ୍ମ ନାମରେ କୁହାଯାଇଛି। ସପ୍ତମ ଅଧ୍ୟାୟରେ ଚତୁର୍ଥ ପଞ୍ଚମ ଶ୍ଲୋକରେ ଏହାକୁ ଅପରା ପ୍ରକୃତି ନାମରେ ଏବଂ ଏହି ଅଧ୍ୟାୟରେ ପଞ୍ଚମ ଶ୍ଲୋକରେ ଏହାକୁ କ୍ଷେତ୍ର ନାମରେ ବି ବର୍ଣ୍ଣନା କରାଯାଇଛି। ପ୍ରଭେଦ ଏତିକି ଯେ ଏଠାରେ ତାହାର କାର୍ଯ୍ୟ ସହିତ ଅର୍ଥାତ୍ ମନ, ବୁଦ୍ଧି, ଅହଙ୍କାର ପଞ୍ଚ ମହାଭୂତ ଆଦି ସହିତ ମୂଳ ପ୍ରକୃତିର ବର୍ଣ୍ଣନା କରାଯାଇଛି ଏବଂ ଏଠାରେ କେବଳ ମୂଳ ପ୍ରକୃତିର ବର୍ଣ୍ଣନା କରାଯାଇଛି। ପ୍ରକୃତି ଏବଂ ପୁରୁଷ ଏହି ଉଭୟକୁ ଅନାଦି ବୋଲି ଜାଣ, ଏପରି କହିବାର ଅଭିପ୍ରାୟ କ'ଣ ଓ ଏଠାରେ ଚ ଏବଂ ଏବ ଏହି ଦୁଇଟି ପଦ ପ୍ରୟୋଗ କରିବାର ଅଭିପ୍ରାୟ କ'ଣ? ପ୍ରକୃତି ଏବଂ ପୁରୁଷ ଏହି ଉଭୟଙ୍କର ଅନାଦିତା ସମାନ, ଏହି କଥାଟି ଜାଣିବା ନିମନ୍ତେ ଅର୍ଥାତ୍ ଏହି ଅନାଦିତା ଲକ୍ଷଣ ଦୃଷ୍ଟିରୁ ସେହି ଉଭୟର ସମାନତା ଦେଖାଇବା ନିମନ୍ତେ ଚ ଏବଂ ଏବ ପଦ ଦୁଇଟି ପ୍ରୟୋଗ କରାଯାଇଛି। ପ୍ରକୃତି ଓ ପୁରୁଷକୁ ଅନାଦି ବୋଲି ଜାଣ, ଏହା କହିବାର ଅଭିପ୍ରାୟ ହେଉଛି ଜୀବର ଜୀବତ୍ୱ ଅର୍ଥାତ୍ ପ୍ରକୃତି ସହିତ ତାହାର ସମ୍ବନ୍ଧ କୌଣସି କାରଣରୁ ହୋଇନାହିଁ, ତାହା ଆଗନ୍ତୁକ ନୁହେଁ, ତାହା ହେଉଛି ଅନାଦି ସିଦ୍ଧ ଏବଂ ଠିକ୍ ସେହିପରି ଈଶ୍ୱରଙ୍କର ଶକ୍ତି ଏହି ପ୍ରକୃତି ଓ ଅନାଦି ସିଦ୍ଧ ବୋଲି ବୁଝିବା ଉଚିତ। ଏଠାରେ ଭିକାରାନ୍ ପଦଟି କେଉଁମାନଙ୍କର ଓ ଗୁଣାନ୍ ପଦଟି କେଉଁମାନଙ୍କର ବାଚକ? ପୁଣି ସେ ଉଭୟେ ପ୍ରକୃତିରୁ ଉତ୍ପନ୍ନ ବୋଲି ଜାଣ, ଏପରି କୁହାଯିବାର ଅଭିପ୍ରାୟ କ'ଣ? ଏହି ଅଧ୍ୟାୟର ଷଷ୍ଠ ଶ୍ଲୋକରେ ଯେଉଁ ଇଚ୍ଛା, ଦ୍ୱେଷ, ସୁଖ, ଦୁଃଖ ଆଦି ବିକାର ଗୁଡ଼ିକ ବର୍ଣ୍ଣନା କରାଯାଇଛି, ବିକାରାନ୍ ପଦଟି ହେଉଛି ସେସବୁର ବାଚକ ଏବଂ ଗୁଣାନ୍ ପଦଟି ହେଉଛି ସତ୍ତ୍ୱ, ରଜ ଓ ତମ, ଏହି ତିନି ଗୁଣର ତଥା ସେଥିରୁ ଉତ୍ପନ୍ନ ସମସ୍ତ ଜଡ଼ ପଦାର୍ଥର ବାଚକ। ଏହି ଉଭୟ ପ୍ରକୃତିରୁ ଉତ୍ପନ୍ନ ବୋଲି କହି ଭଗବାନ ଦର୍ଶାଇଛନ୍ତି ଯେ ସତ୍ତ୍ୱ, ରଜ, ତମ ଏହି ତିନି ଗୁଣର ନାମ ପ୍ରକୃତି ନୁହେଁ, ପ୍ରକୃତି ଅନାଦି। ଏହି ତିନି ଗୁଣ ସୃଷ୍ଟିର ଆଦିରେ ପ୍ରକୃତିରୁ ଉତ୍ପନ୍ନ ହୁଅନ୍ତି। ଏହି କଥାଟି ସ୍ପଷ୍ଟ କରିଦେବାକୁ 14 ଅଧ୍ୟାୟର ପଞ୍ଚମ ଶ୍ଲୋକରେ ଭଗବାନ ଏହି ତିନି ଗୁଣକୁ ସତ୍ତ୍ୱ, ରଜ ଓ ତମ ନାମ ଦେଇ ଏମାନେ ପ୍ରକୃତି ସମ୍ଭବ ବୋଲି କହିଦେଇଛନ୍ତି। ତା ଛଡ଼ା ତୃତୀୟ ଅଧ୍ୟାୟରେ ପଞ୍ଚମ ଶ୍ଲୋକରେ 18 ଅଧ୍ୟାୟର 40 ଶ୍ଲୋକରେ ତଥା ଏହି ଅଧ୍ୟାୟର 21 ଶ୍ଲୋକରେ ମଧ୍ୟ ଗୁଣ ଗୁଡ଼ିକ ପ୍ରକୃତି ଜାତ ବୋଲି ବୁଝାଇ ଦେଇଛନ୍ତି। ତୃତୀୟ ଅଧ୍ୟାୟର 27 ତଥା 29 ଶ୍ଲୋକରେ ବି ଗୁଣମାନଙ୍କର ବର୍ଣ୍ଣନା ପ୍ରକୃତି କାର୍ଯ୍ୟ ରୂପରେ କରାଯାଇଛି। ତେଣୁ ସତ୍ତ୍ୱ, ରଜ ଓ ତମ
यही तीन गुण को तथा सेमानंकर कार्य को प्रकृतिर उत्पन्न तीन गुण को तथा सेमानंकर कार्य को प्रकृतिर उत्पन्न बोली बुझिवा उचित। यहीपरि समस्त विकार भी प्रकृतिर उत्पन्न बोली बुझिवा उचित। तृतीय श्लोक रे केउथिरु कोन उत्पन्न हुए ताहा सुनिबाकू कुहा जाइथिला। ताहा पूर्व श्लोक रे उत्तरार्धरे किछि वर्णना करा जाइछि। वर्तमान ताहार आउ किछि अंश परवर्ती श्लोकर पूर्वार्धरे कही उत्तरार्धरे तथा 21 श्लोकरे प्रकृतिर स्थिति पुरुषर स्वरूप वर्णना करा जाइछि। ओं नमो भगवते वासुदेवाय ओं श्री परमात्मने नमः। ओं कार्यकरण कर्तृत्वे हेतु प्रकृतिरुच्यते पुरुष सुख दुखानां भोक्तृत्वे हेतुरुच्यते। कार्य ओ करण उत्पन्न करिवारे प्रकृति को हेतु बोली कुहा जाए एवं सुख दुखर भोक्तापणरे अर्थात भोगिबारे जीवात्मा को हेतु बोली कुहा जाए। कार्य ओ करण शब्द केउ केउ तत्वर वाचक एवं से दुईकर कर्तृत्व प्रकृति को हेतु बोली कहवार अभिप्राय कौन। कार्य शब्दटी हेउछि आकाश वायु अग्नि जल और पृथ्वी ये पांचटी सूक्ष्म महाभूत तथा शब्द स्पर्श रूप रस और गंध ये पांचटी इंद्रिय विषय एपरी 10टी तत्वर वाचक। कारण शब्दटी हेउछि बुद्धि अहंकार और मन ये तीन अंतकरणर स्तोत्र त्वक क्षेत्र रसना और घ्राण ये पंच इंद्रियर एवं बाक पानी पाद उपस्थ और वायु यही पंच कर्मेन्द्रियर यहीपरि 13टी तत्वर वाचक यही 23 तत्व प्रकृति ही उत्पन्न हुअन्ति। प्रकृति ही एमानंकर उपादान कारण। तेणु प्रकृति को एमानंकर उत्पन्न कहवार हेतु बोली कुहा जाइछि। यही 23टी तत्व गोटिकरु अन्यटी सेई अन्यटी होई केउ कर्मरे उत्पन्न हुअन्ति बोली धरा जाए। प्रकृतिर महतत्व अहंकार अहंकार पंच सूक्ष्म महाभूत मन एवं 10 इंद्रिय तथा पंच सूक्ष्म महाभूतरु पंच इंद्रिय मानक शब्दादि पंच स्थूल विषयर उत्पत्ति हुए बोली धरा जाए। सांख्य कारे भी कहा जाइछि। प्रकृतिर महांस्तत्व अहं कारस्तस्माद् गणश्च षोडशकः तस्मादपि षोडशाकात् पंचभ्य पंचभूतानि। प्रकृतिर महतत्व रस अर्थात बुद्धि तत्व सेतिरु अहंकार एवं अहंकारु पंच तन्मात्र एक मन और 10 इंद्रिय परि 16 तत्व समुदायर उत्पत्ति हैला तथा से 16 तत्व मध्यरु पंच तन्मात्रु पंच स्थूल भूतर उत्पत्ति हैला। गीतार वर्णना रे पंच तन्मात्र स्थान रे पंच सूक्ष्म महाभूतर नाम एवं पंच स्थूल भूत स्थान रे पंच इंद्रिय मानकर विषयर नाम दिया जाइछि। दुईटी वर्णना मध्य रे यही प्रभेद। केतेक स्थान रे कार्यकरण स्थान रे कार्य कारण पाठ मध्य देखिबा को मिलुछि। पाठ को ग्रहण कले कार्य और
କାରଣ ଶବ୍ଦ ଦୁଇଟି କେଉଁ କେଉଁ ତତ୍ତ୍ୱର ବାଚକ ବୋଲି ଧରାଯିବ? କାର୍ଯ୍ୟ ଓ କାରଣ ପାଠକୁ ଗ୍ରହଣ କଲେ କାର୍ଯ୍ୟ ଶବ୍ଦଟିକୁ ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ଏକ ମନ ଓ ପଞ୍ଚେନ୍ଦ୍ରିୟର ବିଷୟଗୁଡ଼ିକ ଏହି 16 ତତ୍ତ୍ୱର ବାଚକ ବୋଲି ଧରାଯିବା ଉଚିତ। କାରଣ ଏମାନେ ହେଉଛନ୍ତି ଅନ୍ୟମାନଙ୍କର କାର୍ଯ୍ୟ, ଏମାନେ ସ୍ୱୟଂ କାହାରି କାରଣ ନୁହନ୍ତି। କାରଣ ଶବ୍ଦଟିକୁ ବୁଦ୍ଧି, ଅହଙ୍କାର ଓ ପଞ୍ଚ ସୂକ୍ଷ୍ମ ମହାଭୂତର ବାଚକ ବୋଲି ଧରାଯିବା ଉଚିତ। କାହିଁକି ନା ବୁଦ୍ଧି ହେଉଛି ଅହଙ୍କାରର କାରଣ, ଅହଙ୍କାର ହେଉଛି ମନ ଓ ଇନ୍ଦ୍ରିୟ ଓ ସୂକ୍ଷ୍ମ ପଞ୍ଚ ମହାଭୂତର କାରଣ ଏବଂ ସୂକ୍ଷ୍ମ ପଞ୍ଚ ମହାଭୂତ ହେଉଛି ପଞ୍ଚେନ୍ଦ୍ରିୟର ବିଷୟମାନଙ୍କର କାରଣ। ଅହଙ୍କାର, ଚିତ୍ତ ଓ ମନ ଏପରି 4ଟି ବିଭାଗ କଥା ମାନନ୍ତି। ତଥାପି ଭଗବାନ ଏଠାରେ ମାତ୍ର 3ଟିର ବର୍ଣ୍ଣନା ଦେଲେ କାହିଁକି? ଭଗବାନ ଚିତ୍ତ ଓ ମନକୁ 2ଟି ବିଭିନ୍ନ ତତ୍ତ୍ୱ ବୋଲି ଗ୍ରହଣ ନ କରି ଗୋଟିଏ ମାତ୍ର ତତ୍ତ୍ୱର 2ଟି ନାମ ବୋଲି ଗ୍ରହଣ କରନ୍ତି। ସାଂଖ୍ୟ ଓ ଯୋଗ ଶାସ୍ତ୍ର ବି ଏହା ହିଁ ମାନନ୍ତି। ତେଣୁ ଅନ୍ତଃକରଣରୁ 4 ଭାଗ କରା ନ ଯାଇ 3 ଭାଗ କରାଯାଇଛି। ପୁରୁଷ ଶବ୍ଦଟିକୁ ଚେତନ ଆତ୍ମାର ବାଚକ ବୋଲି ଏବଂ ଆତ୍ମାକୁ ନିର୍ଲେପ ତଥା ଶବ୍ଦ ବୋଲି ଗ୍ରହଣ କରାଯାଏ। ତଥାପି ଏଠାରେ ପୁରୁଷକୁ ସୁଖ ଦୁଃଖର ଭୋକ୍ତାପଣରେ ହେତୁ ବୋଲି କିପରି କୁହାଗଲା? ପ୍ରକୃତି ଜଡ଼, ତାଠାରେ ଭୋକ୍ତାପଣର ସମ୍ଭାବନା ନାହିଁ। ପୁଣି ପୁରୁଷ ଅସଙ୍ଗ, ତେଣୁ ତାଠାରେ ବି ବାସ୍ତବିକ ଭୋକ୍ତାପଣ ନାହିଁ। ପ୍ରକୃତିର ସଙ୍ଗରେ ଥିବାରୁ ହିଁ ପୁରୁଷଠାରେ ଭୋକ୍ତାପଣ ଥିଲା ପରି ଲାଗେ। ପ୍ରକୃତି ପୁରୁଷର ଏହି ସଙ୍ଗ ଅନାଦି। ତେଣୁ ଏଠାରେ ପୁରୁଷକୁ ସୁଖ ଦୁଃଖର ଭୋକ୍ତାପଣରେ ହେତୁ ଅର୍ଥାତ୍ ନିମିତ୍ତ ବୋଲି ଧରାଯାଇଛି। ଏହି କଥାଟି ସ୍ପଷ୍ଟ କରିଦେବା ନିମନ୍ତେ ପରବର୍ତ୍ତୀ ଶ୍ଲୋକରେ କୁହାଯାଇଛି ଯେ ପ୍ରକୃତିରେ ସ୍ଥିତ ପୁରୁଷ ହିଁ ପ୍ରକୃତି ଜନିତ ଗୁଣମାନଙ୍କୁ ଭୋଗ କରେ। ସୁତରାଂ ପ୍ରକୃତି ଠାରୁ ମୁକ୍ତ ପୁରୁଷଠାରେ ଭୋକ୍ତାପଣ ଗନ୍ଧ ମାତ୍ର ନଥାଏ। ଓଂ ନମଃ